ଲସ୍ଟା କାହାର ହବ? ମୋର ହବ। ଦ୍ୟାଟ୍ ଇଜ ଏ ମାନସିକତା। ତେଣୁ ଯୋଉଟା ଆପଣ କହୁଛନ୍ତି ନିଜର ଜୀବନ ଦେଇଦେବା ଏକ ମାନସିକତା ବୋଲି ମାନ୍ୟବର ସୁପ୍ରିମକୋର୍ଟ କହିଲେ, ମୁଁ କହୁନି, ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି ଏହା ଏକ ମାନସିକତା। ତେଣୁ ଗୋଟେ ମାନେ ଗୋଟେ ଲେଟରଟେ ହଉ କିମ୍ବା ଗୋଟେ ଭିଡିଓଟେ ହଉ ତିଆରି କରିକି ଜଣେ ଲୋକ ଯଦି ତା ନିଜ ଜୀବନଟାକୁ ଦେଇଦେଉଛି, ଏହା ମଧ୍ୟ ସିଏ ସୁସ୍ଥ ମାନସିକତାର ବ୍ୟକ୍ତି ନୁହେଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ କହୁଛନ୍ତି। ଆପଣ ଗୋଟେ ପଜିଟିଭ ଜିନିଷଟା ସେ ପିଲାଟା ଭିତରେ ଦେଖନ୍ତୁ। ଓଡ଼ିଶାରୁ ଗୋଟେ ମାନେ ଆଦିବାସୀ ପିଲାଟେ କେତେ ସୁନ୍ଦର ଭାବରେ କେତେ ପରିଶ୍ରମ କରି ଦେଶ ବିଦେଶର କଥାକୁ ଆପଣ ପାଖେ ଆସିକି ପହଞ୍ଚଉଥିଲା। ଏତେ କମ୍ ଦିନ ଭିତରେ ବହୁତ ଲୋକଙ୍କର ସେ ଡ୍ରିମ୍ ବୟ ହେଇଗଲା। ଦ୍ୟାଟ୍ ଇଜ୍ ୟୋର ଫଲ୍ଟ। ତାକୁ ଯଦି ତମେ ଜଣଙ୍କ ବିଷୟରେ ଯାହା ଗୋଟେ ସାର୍ଟଟେ ଆପଣ କିଣିଲା ବେଳେ 10ଟା ସୋରୁମ୍ ଦେଖୁଛନ୍ତି, ଜୋତାଟେ କିଣିଲେ 10ଟା ସୋରୁମ୍ ଦେଖୁଛନ୍ତି, ବର୍ତ୍ତମାନ ଆପଣ ଗୋଟେ ପୁଅକୁ ଗୋଟେ ଝିଅଟିଏ ମିଳୁନି ମ୍ୟାରେଜ କରିବା ପାଇଁ, ଭଲ ଭଲ ପିଲାମାନେ ମିଳୁନି ଗୋଟେ ଝିଅଟିଏ, ତା ଉପରେ କାହିଁ ଲୋକମାନେ ପଡୁଥିଲେ? ଲୋକ ସବୁ ଲୋଭ ହାର୍ଦା ଓଡିଶାର ଗୋଟେ ଗର୍ବ ଗୌରବ କୁହାହଉଥିଲା, ଆଜି ସିଏ ଗୋଟେ କ୍ରିମିନାଲ ସାଜି ଯାଇଛନ୍ତି। କଣ କହିବେ ପ୍ରକୃତ ତାଙ୍କର ଯୋଉ ଗର୍ଲଫ୍ରେଣ୍ଡଙ୍କର ଆତ୍ମହତ୍ୟା କରିବା ଆଉ ଆଙ୍କର ନାଁରେ ଆକ୍ସନ ନିଆହବା? ଦେଖନ୍ତୁ ଏଇଟା ଗୋଟେ ସାମୟିକ ପ୍ରକ୍ରିୟା ଯଦି ଆପଣ କହିବେ। ବର୍ତ୍ତମାନ ଯଦି ଦେଖିବେ ଯୋଉ ବର୍ତ୍ତମାନ ଯୋଉ ଗୋଟେ ଟ୍ରେଣ୍ଡ ଚାଲୁଛି, ଯୋଉଟା ଆପଣଙ୍କର ଯୁବପିଢି ମାନେ କୋଉଠି ନା କୋଉଠି ଫ୍ରଷ୍ଟ୍ରେସନ ହେଇକି ନିଜ ଜୀବନଟାକୁ ଦେଇ ଦଉଛନ୍ତି, ସେଇଟା ଗୋଟେ ମାନେ ସବୁଦିନିଆ ଗୋଟେ ପ୍ରକ୍ରିୟାରେ ପହଞ୍ଚିଗଲାଣି। ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କର ଯଦି ଜଜମେଣ୍ଟଟାକୁ ଆପଣ ଦେଖିବେ, ଜଜମେଣ୍ଟରେ ମାନ୍ୟବର ସୁପ୍ରିମକୋର୍ଟ 25 ତାରିଖ ଦିନ ଲାଷ୍ଟ 5 ମାର୍ଚ୍ଚରେ ତାଙ୍କର ଜଜମେଣ୍ଟରେ କହିଛନ୍ତି ଯେ ଗୋଟେ ଯଦି କୌଣସି ପ୍ରକାର ଭାବରେ ଗୋଟିଏ ଡକୁମେଣ୍ଟକୁ ଧରିକି ଆପଣ ଜଣକୁ 306ରେ ସଜା କରିପାରିବେ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟଙ୍କର ଜଜମେଣ୍ଟ ଆସିଛି 5 ମାର୍ଚ୍ଚ 2025 ତାରିଖ ଦିନ। ତେଣୁ ଜଣକୁ ବିଷୟରେ ପ୍ରତି ଇନଭେଷ୍ଟିଗେସନ ହେଇନି, ଆଇଓ ପାଖରେ ବର୍ତ୍ତମାନ ଅଛି। ଆମେ ଜଣକୁ ଦୋଷୀ କରେଇଦେବାଟା ମତେ କାହିଁ ଠିକ ଲାଗୁନି। କିନ୍ତୁ ଯୋଉ ଅନେକ ଝିଅଙ୍କ ସହିତ ତାଙ୍କର ତାର ସମ୍ପର୍କ, ଆଉ ତା ପାଇଁ ନିର୍ଯାତନା ଦେଇକି ସେ ଯୋଉ ଯୋଉ ବାନ୍ଧବୀ ଜଣକ ତାଙ୍କର ଆତ୍ମହତ୍ୟା କରିଛନ୍ତି, ସେ ତାଙ୍କର ଲେଖିକି ଯାଇଥିଲେ। କହିଲି ପରା, ଯୋଉଟା ମାନ୍ୟବର ସୁପ୍ରିମକୋର୍ଟଙ୍କର ଜଜମେଣ୍ଟ କହିଲି 5 ମାର୍ଚ୍ଚ 2025 ତାରିଖ ଦିନ ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି ନିଜେ। ତ ଆଉ ଯୋଉ କହିଲେ ବିଭିନ୍ନ ପ୍ରକାର ଝିଅଙ୍କ ସଙ୍ଗେ ସମ୍ପର୍କ କିଏ ଦେଖିଥିଲା? ସେ ତ ନିଜେ ତାଙ୍କ ୟୁଟ୍ୟୁବରେ ବହୁତ କଣ ଜଣଙ୍କ ସାଙ୍ଗେ ଆପଣଙ୍କ ସାଙ୍ଗେ ମୁଁ ଠିଆ ହେଇକି ସାଙ୍ଗ ହେଇକି କଥା ହେଇଯାଉଛି ବୋଲି ଆମେ ସାଙ୍ଗ ହେଇକି ମଦ ପିଉଛୁ ନା କଣ? ସାଙ୍ଗ ହେଇକି କାହିଁକି, ସେ ବା ନିଜେ କହୁଛନ୍ତି ଯେ ମୁଁ ଇଏ ମତେ ଝିଅ ମତେ ଲାଇନ ମାରୁଛି, ମତେ ଭଲ ପାଉଛି, କିନ୍ତୁ ମୁଁ ବାହାରିକି ନାହିଁ, ଦେଖିବା ଭାବିବି। ସେଇଟା ଅସୁବିଧା କଣ ହେଲା? ତାଙ୍କର ବା ସେ ଜଣେ ମାନେ ତାପରେ ସେ କ୍ଲିୟର ସେ କରୁଛନ୍ତି ତାଙ୍କ ରିଲ ଟପିକ କରୁଛନ୍ତି। ଆଜ୍ଞା ବୁଝିବାକୁ ସବୁବେଳେ ଚେଷ୍ଟା କରନ୍ତୁ ପ୍ରତି ଜିନିଷ। ସେ ମାନେ ରିଲ କରୁଛନ୍ତି, ସେଗୁଡାକ ସବୁ ରିଲ କରିକି ଲୋକମାନଙ୍କର ମନୋରଞ୍ଜନ କରୁଛନ୍ତି। ଯଦି ଯାହା ସାଙ୍ଗେ ଯାହାର ମାନେ କୌଣସି ସେମିତି ସମ୍ପର୍କ ରହିବ, ସେ କେବେ ହେଲେ ଭିଡିଓ ତିଆରି କରି ତାକୁ ସମ୍ପର୍କ କରିବନି। ଫରେନ ଯିବାର ପ୍ରଲୋଭ ଦେଖେଇକି ଝିଅ ପଟେଇବା ଆଉ ସେଟା ଆପଣଙ୍କ ରିଲ୍ସ ନାଁ ଶୁଣନ୍ତୁ, ଦେବା, ଏଇଟା କଣ ଠିକ? ଖା ଭୁଞ୍ଜ ଆଉ ଗିଳି ତିନିଟା ଜିନିଷ, ବୁଝିପାରିଲେ? ଖା ଭୁଞ୍ଜ ଆଉ ଗିଳି ତିନିଟା ଜିନିଷ। ତେଣୁ କଥାଟା ହଉଛି କଣ, ଆପଣ ତାକୁ କୋଉ ନଜରରେ କିଏ ଦେଖିବ? ତେଣୁ ଯଦି ଆପଣ ତାକୁ ଗୋଟେ ଖରାପ ନଜରରେ ଦେଖିବେ ସେ ଜିନିଷଟାକୁ, ଏଇଟା ତ ଭଲ ଜିନିଷଟା, ଖରାପଟା କଣ ହେଲା? ଯଦି ଆପଣ ଗୋଟେ କେମିତି ଭଲ ଓଡିଶାର, ପାଉଛନ୍ତି ତାକୁ? ମୁଁ ଭଲ ପାଉନି, ମୁଁ ଆପଣ ବୁଝିବାକୁ ସବୁବେଳେ ଚିନ୍ତା କରନ୍ତୁ। ସବୁ ସାରା ସଂସାର ଯେତେବେଳେ ଖରାପ ପାଉଛି, ଆପଣ କେମିତି ଭଲଟା ପାଇଲେ? ଯୋଉଠି ଆପଣଙ୍କ ମୋ ଲାଇଫଟା ତ ସେଇଆ। ମୁଁ ଯୋଉଦିନ ବନ୍ଧା ହେଇକି ଜେଲକୁ ଯାଉଥିଲି ମତେ ଲୋକ ସେଇଆ କହୁଥିଲେ, କିନ୍ତୁ 3 ବର୍ଷ 4 ବର୍ଷ ପରେ ମୁଁ ଯେତେବେଳେ ନିଜେ ନିର୍ଦ୍ଦୋଷରେ ଖଲାସ ହେଲି, କିଏ ମତେ କଣ କହିଲା? ମତେ କିଏ ପୋଷିଲା? ଅଦ୍ଭୁତ କଥା। ତେଣୁ ଲୋକ ଯେତେବେଳେ ଯୋଉଟାକୁ ଦେଖନ୍ତୁ, ଗୋଟେ ସମାଜର କଥା ଶୁଣିକିରି, ସମାଜର କଥା ଶୁଣିକିରି, ମର୍ଯ୍ୟାଦା ପୁରୁଷୋତ୍ତମ ପୁରୁଷ କିଏ? ରାମଚନ୍ଦ୍ର। ଯେତେବେଳେ ସମାଜର କଥା ଶୁଣିଲେ, ଯେତେବେଳେ ଜଣେ ଧୋବାର କଥା ଶୁଣିକିରି ନିଜର ସ୍ତ୍ରୀ ଉପରକୁ ଚରିତ୍ର ମାନଙ୍କ ଉପରେ ସନ୍ଦେହ କଲେ, ଅଗ୍ନି ପରୀକ୍ଷା ଦେବା ପାଇଁ ତାଙ୍କୁ ଡାଇରେକ୍ସନ ଦେଲେ, ପର ମୁହୂର୍ତ୍ତରେ କଣ ହେଲା? ରାମଚନ୍ଦ୍ର କଣ ହେଲେ? ଏକୁଟିଆ ହେଇଗଲେ। ତାଙ୍କ ପିଠିରେ କିଏ ପଡିଲା? ତେଣୁ ସମାଜ, ଯଦି ସମାଜର କଥାଟାକୁ ଆପଣ ସବୁବେଳେ ଶୁଣିବେ, ତାହେଲେ ଆପଣଙ୍କର ଅବସ୍ଥା ମଧ୍ୟ ସେୟା ହେବ। ଆପଣ ଗୋଟେ ପଜିଟିଭ ଜିନିଷଟା ସେ ପିଲାଟା ଭିତରେ ଦେଖନ୍ତୁ। ଓଡ଼ିଶାରୁ ଗୋଟେ ମାନେ ଆଦିବାସୀ ପିଲାଟେ କେତେ ସୁନ୍ଦର ଭାବରେ କେତେ ପରିଶ୍ରମ କରି ଦେଶ ବିଦେଶର କଥାକୁ ଆପଣ ପାଖେ ଆସିକି ପହଞ୍ଚଉଥିଲା। ଏତେ କମ୍ ଦିନ ଭିତରେ ବହୁତ ଲୋକଙ୍କର ସେ ଡ୍ରିମ୍ ବୟ ହେଇଗଲା। ଦ୍ୟାଟ୍ ଇଜ୍ ୟୋର ଫଲ୍ଟ। ତାକୁ ଯଦି ତମେ ଜଣଙ୍କ ବିଷୟରେ ଯାହା ଗୋଟେ ସାର୍ଟଟେ ଆପଣ କିଣିଲା ବେଳେ 10ଟା ସୋରୁମ୍ ଦେଖୁଛନ୍ତି, ଜୋତାଟେ କିଣିଲେ 10ଟା ସୋରୁମ୍ ଦେଖୁଛନ୍ତି, ବର୍ତ୍ତମାନ ଆପଣ ଗୋଟେ ପୁଅକୁ ଗୋଟେ ଝିଅଟିଏ ମିଳୁନି ମ୍ୟାରେଜ କରିବା ପାଇଁ, ଭଲ ଭଲ ପିଲାମାନେ ମିଳୁନି ଗୋଟେ ଝିଅଟିଏ, ତା ଉପରେ କାହିଁ ଲୋକମାନେ ପଡୁଥିଲେ? ଥରେ ସେଇଟାକୁ ଭାବନ୍ତୁ। ଯୋଉଠି ମିଠା ରହିବ ଜନ୍ଦା ସେଠି ପାଖରେ ପହଞ୍ଚିବେ। ଏଟା ହଉଛି ରିଅଲିଟି। ଯାଆନ୍ତୁ। ଆଉ ଯୋଉମାନେ ସବୁ ଦେଖୁଛନ୍ତି ଯୋଉ ସୋସିଆଲ ମିଡିଆରେ ଯୋଉ କହୁଛନ୍ତି ଯୋଉ ବଡ ବଡ କଥା, ମୁଁ ନାଁ ମେନସନ କରୁନି, ଜଣେ ସାମ୍ବାଦିକ ଆପଣଙ୍କର ଆଜି ବିରାଟ ମୋ ଭିତରେ ଗାଉଥିଲେ। ମୁଁ ସାମ୍ବାଦିକ? ଜଣେ ଲୋକଙ୍କ କଥା କହୁଛି, ଜଣେ ସାମ୍ବାଦିକ ଆଜି ତାଙ୍କ ସେ ବିରୁଦ୍ଧରେ, କଣ ସାମ୍ବାଦିକ? ଟିକେ ଧୈର୍ଯ୍ୟ ଧରନ୍ତୁ, ମୁଁ କଣ କହୁଛି ଆଗ, ଧୈର୍ଯ୍ୟ ଧରନ୍ତୁ। ଆପଣଙ୍କର ଅଧୈର୍ଯ୍ୟ ସବୁ କଥାରେ, ଧୈର୍ଯ୍ୟ ନାହିଁ। ସାମ୍ବାଦିକ ଯୋଉମାନେ ଜଣେ ନୁହନ୍ତି ତାଙ୍କୁ ସାମ୍ବାଦିକ କହିଲେ ଜଣେ ସାମ୍ବାଦିକ, ଯିଏ ତ ସମ୍ବାଦ ପରିବେଷଣ କରେ ସେ ସାମ୍ବାଦିକ ଆପଣଙ୍କ ଭାଷାରେ, ସେ ସମ୍ବାଦ ଜଣେ ପରିବେଷଣ କରୁଥିଲେ ଯିଏ ଭୁଲ ଧରୁଛି ସିଏ ବି ସାମ୍ବାଦିକ। ସାମ୍ବାଦିକ। ଆଉ କଣ ବର୍ତ୍ତମାନ ତ ସେଇଆ ହେଇଛି। ଆଉ କଣ, ସେଇ ଯୋଉ ଜଣେ ସାମ୍ବାଦିକ ତାଙ୍କ ବିଷୟରେ ବିରାଟ ଗର୍ଜନ ଛାଡୁଥିଲେ, ସେ ବ୍ୟକ୍ତି ବିଶେଷ ଆମ ଏଇ ଘର ପାଖରେ ରହୁଥିଲେ। ମୁଁ ନିଜେ ଜାଣିଛି ତାଙ୍କର 3ଟା ଗାର୍ଲଫ୍ରେଣ୍ଡ, ମୁଁ ନିଜେ ଦେଖିଛି, ମୁଁ ନିଜେ ଜାଣିଛି। କାହିଁକିନା ମୁଁ କିଛି ଦିନ ପୂର୍ବରୁ .com ରେ ଆପଣମାନଙ୍କ ସାଙ୍ଗେ ବସିଥିଲି।
ହଁ କି ନାଇଁ? ତେଣୁ କଥାଟା ହଉଛି ସେଇଆ, ଯେତେବେଳେ ଗୋଟେ କିଏ କୂଅରେ ପଡ଼ିଛି ଟେକା ପକେଇକି କେମିତି ପଇସା ରୋଜଗାର କରିବା ତାକୁ ବଦନାମ କରିକି ଏମାନଙ୍କୁ ବେଶ ଜଣା ଅଛି। ଦେଖୁନାହାନ୍ତି ତାର ପଜିଟିଭନେସଟା, ଦେଖନ୍ତୁ ତାର ଗୋଟେ ଲୋକର ପଜିଟିଭ କ'ଣ ଅଛି ଦେଖନ୍ତୁ, ଦ୍ୟାଟ୍ ଇଜ୍ ଭେରି ଇମ୍ପୋର୍ଟାଣ୍ଟ। ଯଦି ଗୋଟେ କୌଣସି ଅସୁବିଧାରେ ସେ ପଡ଼ିଯାଇଛି, ସେ ତ କାହାକୁ ମର୍ଡର କରିଦେଇନି କି ସେ ତ ମାନେ ତାକୁ ଛୁରୀ ପେଲି ଦେଇକି ଯାଇନି, ସେ ତାର ସେ ବିଦେଶରେ ତା କାମରେ ଲାଗିଛି। ମାରିବା ପାଇଁ ତ କୌଣସି ଛୁରୀ ପେଲି ଆବଶ୍ୟକତା ନାହିଁ। ଆଉ କ'ଣ ଜଣେ ଦରକାର? ଫୋନରେ ମାରିବା ପାଇଁ ପ୍ରୋତ୍ସାହନ ବି ଦେଇପାରେ। ମୁଁ ତ ସେଇ କଥାଟା କହୁଛି ବା, ତାହେଲେ ଇଏ ସୁପ୍ରିମକୋର୍ଟର ପ୍ରୋତ୍ସାହନ ଜଜମେଣ୍ଟ, ଦେଇଛନ୍ତି, ସେଇଥିପାଇଁ ସେ ଝିଅଟି ଆତ୍ମହତ୍ୟା କରିଛି। ସୁପ୍ରିମକୋର୍ଟଙ୍କର ଜଜମେଣ୍ଟକୁ ଯଦି ଦେଖିବେ, ପ୍ରକାଶ ଭର୍ସେସ ଷ୍ଟେଟ ଅଫ ମହାରାଷ୍ଟ୍ର 2024 INSC ପେଜ ନମ୍ବର 1020, ଏଥିରେ ମାନ୍ୟବର ସୁପ୍ରିମକୋର୍ଟ ଅତି ସୁନ୍ଦର ଭାବରେ ପୁରା ଅତି କ୍ଲିଅର ଭାବରେ ମଧ୍ୟ କହିଛନ୍ତି। ମାନ୍ୟବର ସୁପ୍ରିମକୋର୍ଟ କହିଲେ ଯେ କେବଳ ଜଣେ ଜଣକୁ ଖାଲି କହିଦେଲେ ହବନି, ଅନ୍ୟର ମାନସିକତା ଆସିବା ଦରକାର। ମତେ ଦେଖନ୍ତୁ ସୋସିଆଲ ମିଡିଆରେ 1000 ଲୋକ 1000 କଥା ଶୋଧୁଛନ୍ତି, ମୁଁ ଶୁଣୁଛି କିଛି, ହରେ କୃଷ୍ଣ, ସେ ଶୋଧୁଥାଉ, କିଏ ପଚାରୁଛି କାହାକୁ ଏଠି? ମତେ ଲୋକ ଚାପ ପକେଇବା ପାଇଁ ସ୍ୱତନ୍ତ୍ର ଭାବରେ 1000 ଲୋକ ଶୋଧୁଛନ୍ତି। ଆଚ୍ଛା, ମୁଁ ଯଦି ଏତେ ଲୋକଙ୍କର ଅପମାନ ସହିକିରି ମୁଁ ଏଠି ଫ୍ୟାନରେ ଟାଙ୍ଗି ହେଇ ପଡ଼ିବି, ଲସ୍ଟା କାହାର ହବ? ମୋର ହବ। ଦ୍ୟାଟ୍ ଇଜ୍ ଏ ମାନସିକତା। ତେଣୁ ଯୋଉଟା ଆପଣ କହୁଛନ୍ତି ନିଜର ଜୀବନ ଦେଇଦେବା ଏକ ମାନସିକତା ବୋଲି ମାନ୍ୟବର ସୁପ୍ରିମକୋର୍ଟ କହିଲେ, ମୁଁ କହୁନି, ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି ଏହା ଏକ ମାନସିକତା। ତେଣୁ ଗୋଟେ ମାନେ ଗୋଟେ ଲେଟରଟେ ହେଉ କିମ୍ବା ଗୋଟେ ଭିଡ଼ିଓଟେ ହେଉ ତିଆରି କରିକି ଜଣେ ଲୋକ ଯଦି ତା ନିଜ ଜୀବନଟାକୁ ଦେଇଦେଉଛି, ଏହା ମଧ୍ୟ ସିଏ ସୁସ୍ଥ ମାନସିକତାର ବ୍ୟକ୍ତି ନୁହେଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ କହୁଛନ୍ତି। ଅସୁସ୍ଥତା କରାଇବା ଲୋକ ଯିଏ ସେ ଦଣ୍ଡ ପାଇବ ନା କେମିତି ଦଣ୍ଡ ପାଇବ? ମାନ୍ୟବର ସୁପ୍ରିମକୋର୍ଟ ପୁରା ମନା କଲେ, ସବୁ ଅସୁସ୍ଥ କରି ତାକୁ ଦଣ୍ଡ ଦିଅ। କେମିତି ଅସୁସ୍ଥ ସେ କଲା? ସେ କ'ଣ ଚାପ ପକେଇଦେଲା, ତାକୁ ଚାପିଦେଲା ତା ମୁଣ୍ଡଟାକୁ? ତାଙ୍କୁ ବା ଚାପ କିଛି ପକେଇଛନ୍ତି। କ'ଣ ଚାପ ପକେଇଲେ ମତେ ଟିକେ କହିବେ, କ'ଣ ଚାପ ପକେଇଲେ? ହଉ, ଅନ୍ୟ ଝିଅମାନଙ୍କ ସହିତ ସମ୍ପର୍କ ହେ ରଖିବା ଈଶ୍ୱର, ମତେ ମଣିଷ ଜନ୍ମରୁ ପାରି କର। ଆପଣ ପରା କହିଲି ଜୋତାଟେ କିଣିବା ବେଳକୁ ଆପଣ 10ଟା ସୋରୁମ ବୁଲୁଛନ୍ତି, ସେ ମାଷ୍ଟର କ୍ୟାଣ୍ଟିନ ଯାଇକି ରାଜମହଲ ପର୍ଯ୍ୟନ୍ତ ଜଣଙ୍କ ସାଙ୍ଗେ ରିଲେସନସିପରେ ରହିବ, ଜାଣିବନି ସେ ଲୋକଟା କ'ଣ ବୋଲି? ହରେ କୃଷ୍ଣ। ଆଚ୍ଛା, ବର୍ତ୍ତମାନ ଆଦିବାସୀର ଯୋଉ ଲୋକମାନେ ରହିଲେ ସେମାନେ କହୁଛନ୍ତି ଇଏ ଆମ ଆଦିବାସୀଙ୍କ ନାଁରେ ସୁନାମ ଅର୍ଜନ କରୁଥିଲେ, ଆମେ ଭାବୁଥିଲୁ ସୁନାମ, ଦେଖିବାକୁ ଇଏ କଳଙ୍କ ବାହାରିଲେ। ଶୁଣନ୍ତୁ, ଏଇଟା ହଉଛି ସକ୍ସେସ୍ ଅଫ୍ ମେନି ଫାଦର। ମୁଁ ଯେତେବେଳେ ବନ୍ଧା ହେଇକିରି ଜେଲକୁ ଯାଉଥିଲି, ମୋରି ମାନେ ଫ୍ରେଣ୍ଡସ୍, ମୋ ରିଲେଟିଭ୍ସ ମାନେ ମୋତେ ଦେଖିଲେ ଘୃଣା କରୁଥିଲେ, ମୋତେ ଆଇଡେଣ୍ଟିଫାଏ କରୁନଥିଲେ। ପୁଣି ଯେତେବେଳେ ନାଁ ଆସି ପହଞ୍ଚିବ, ଲୋକ ଆସି ତମ ସାଙ୍ଗେ ଠିଆ ହେଇକି ସେଲ୍ଫି ଉଠେଇବେ। এটা হচ্ছে ট্রাডিশন, বুঝিপারে মো কথা? তেমন যে সকসেস অফ মেনি ফাদর, যেতবে গোটে লোক সকসেস হুয়ে, যেতবে গোটে লোকটে টপ লেভেল আসি পৌঁছে, লোক তাকে কহবে। বহুত লোক বহুত কথা কৌଛନ୍ତି আজ্ঞা। ଆପଣ ଆଜି ମନେକର ସାମ୍ବାଦିକତା କରୁଛନ୍ତି, ଗୋଟେ ଜାଗାରେ ଅଛନ୍ତି ଯୋଉଟା ଆପଣ ନିଜେ ଗୋଟେ ଟିଭିଟେ ଚଲାଉଛନ୍ତି, ଭଲ ମନ୍ଦ କରି ଚଳିଛନ୍ତି। କାଲି ସକାଳେ ଜଗନ୍ନାଥଙ୍କର କୋଉଠି ନା କୋଉଠି ପ୍ରଭୁଙ୍କର ଆଶୀର୍ବାଦ ହେଇଯିବ, ଆପଣ ବର୍ତ୍ତମାନ NDTVର ନ୍ୟୁଜ୍ ହେଡ୍ ହେଇଯିବେ। ଏମାନେ ରଖିବେ ଆପଣ ସାଙ୍ଗେ ସେଲ୍ଫି ଉଠେଇବେ ଏମିତି କରିକି, ହଁ କି ନାହିଁ? ତେଣୁ କଥାଟା ହଉଛି ସେଇଆ। ତେଣୁ ଏଇ ସବୁବେଳେ ଗୋଟେ ଜିନିଷର ପଜିଟିଭ ଜିନିଷଟାକୁ ଦେଖନ୍ତୁ, ନେଗେଟିଭ କାହା ଯେ ଚନ୍ଦ୍ରରେ କଳଙ୍କ ଅଛି ଆଜ୍ଞା? ଚନ୍ଦ୍ରରେ କଳଙ୍କ ଅଛି କି ନାହିଁ? ଅଛି। ଯିବାକୁ ପଡିବ, ଗଲେ ଗଲେ ସେ ଜାଣିବେ। କିନ୍ତୁ ସୂର୍ଯ୍ୟ ଦେହରେ କଳଙ୍କ ଅଛି ବୋଲି କିଏ କହିପାରୁଛି? କାହିଁ ପଚାରନ୍ତୁ? ସୂର୍ଯ୍ୟଟା ଦାଉ ଦାଉ ହେଇ ଜଳୁଛି, ତାକୁ ଦେଖିପାରିବେନି ଆପଣମାନେ, କିନ୍ତୁ ଚନ୍ଦ୍ରଟା ଯେହେତୁ ଟିକେ କଣ ଅଛି, କଳଙ୍କ ବୋଲି କହିଦେଉଛନ୍ତି। ଠିକ୍ ସେଇଭଳି ଭାବରେ ଏମିତି ଗୋଟିଏ ଲୋକ ଦେଖାନ୍ତୁ, କାହାର ଦୋଷ ନାହିଁ ମତେ କହିବେ ଟି? ସମସ୍ତର କିଛି ନା କିଛି ଦୋଷ ଅଛି, କିନ୍ତୁ ଆଉ ଜଣେ ଯଦି କିଏ ଗୋଟେ ପ୍ରୋବ୍ଲେମରେ ପଡ଼ିଗଲା, ତାକୁ ଏ ଟେକା ପକେଇବାକୁ ଏକ୍ସପର୍ଟ। ଆପଣ କଣ କହୁଛନ୍ତି, ଲବ ହାସଦା ଦୋଷୀ ନା ଦୋଷୀ ନୁହଁ? ଆରେ ମୁଁ କେମିତି କହିବି? ଲବ ହାସଦା ଥୋଡ଼ି ମୋ ମାଉସୀ ପୁଅ ଭାଇ ନା କଣ? ନା ମୁଁ ତାକୁ ଚିହ୍ନିଛି କିଏ? ପୋଲିସ ଇନଭେଷ୍ଟିଗେଟ୍ କରୁଛି ମ୍ୟାଟର, ନ୍ୟାୟାଳୟ ଅଛନ୍ତି ଦଣ୍ଡ ଦେବା ପାଇଁ। ସେଠି ଯେତେବେଳେ ବିଚାର ହବ, ବିଚାର ହେଇସାରିଲା ପରେ ପ୍ରକୃତ ଦୋଷୀ ନିର୍ଦ୍ଦୋଷୀ ସେଇମାନେ କହିବେ। ମୁଁ କିଏ? ହରେ କୃଷ୍ଣ। ବର୍ତ୍ତମାନ ତ ଲବ ହାସଦା ଫରେନରେ ବୁଲୁଥିବେ, ତାଙ୍କୁ ସେଠୁ କଣ ଆରେଷ୍ଟ କରି ଅଣାଯିବ? ଅବଭିୟସଲି ଯଦି ତାଙ୍କ ନାଁରେ ଏଠୁ ଗୋଟେ କମ୍ପ୍ଲେନ୍ ହେଲା, ଏଠୁ ତାଙ୍କର ଆମ୍ବାସି ଖବର ଦିଆହବ, ତାଙ୍କୁ ସେଠି ହେଲ୍ଡଅପ୍ କରାଯିବ। ହେଲ୍ଡଅପ୍ କରା ପଡ଼ିଲେ ତାଙ୍କୁ ଅଣାହବ ଫ୍ଲାଇଟ୍ରେ ଏଠିକି। କେତେ ଦିନରେ ଅଣାହବ? ସାଙ୍ଗେ ସାଙ୍ଗେ ଯେତେ ଶୀଘ୍ର ଏଠି ଗଭର୍ଣ୍ଣମେଣ୍ଟ ଟ୍ରାଏ କରିବ, ସେତେ ଶୀଘ୍ର ହବ, କିଛି ଅସୁବିଧା ନାହିଁ। ଆଚ୍ଛା, ଓଡିଶା ଗଭର୍ଣ୍ଣମେଣ୍ଟ ହେଇଥିଲେ ଅଲଗା କଥା, ବୋଧହୁଏ ଲେଟ୍ ହେଇଥାନ୍ତା, କିନ୍ତୁ ଯେହେତୁ କର୍ଣ୍ଣାଟକ ପୋଲିସ ବହୁତ ଫାଷ୍ଟ ହବ କି 2 ଦିନରେ କହି ହବନି ଆଜ୍ଞା, କହିବ ଆରେଷ୍ଟ ହବ ବୋଲି ଆମେ କେମିତି ଜାଣିବୁ? ମୋର ତ ଦରକାର ପଡ଼ିଲେ ଆରେଷ୍ଟ ବି ନହବାର ବହୁତ ଚାନ୍ସେସ୍ ଅଛି। ଅସୁବିଧା କ'ଣ? ଆରେଷ୍ଟ ଯୋଉଟା ଆମେ କେତେବେଳେ ହେଲେ ଗୋଟେ ଜଣକୁ ଆଗୁଆ କିଛି ଆପଣ ଗେସ୍ କରିବା ଉଚିତ ବି ନୁହେଁ। ପ୍ରଥମେ ସେ ହଉଛି ଆମ ଜାତିର, ପ୍ରଥମେ ଆମ ରାଜ୍ୟର, ଆମର ଘରର ପିଲାଟା। ଯେତେବେଳେ ଗୋଟେ ଲୋକର ପରିବାର ଭିତରୁ ଗୋଟେ ଲୋକଟେ, ଆପଣଙ୍କର ଗୋଟେ ଭାଇଟେ କାଲି ଗୋଟେ କାହାକୁ ମର୍ଡର କରିଦେଉଛି, ଆମେ ପ୍ରଥମେ ରାଗୁଛେ, ମଦ ପିଇ ଯାଇ ମର୍ଡର କରିଦେଲା, ହଁ, ତା କଥା କେହି ଶୁଣିବେନି। କିନ୍ତୁ 2 ଦିନ ପରେ ମନ ବୁଝୁଛି, ପୁଣି ଯାଇକି ବାପା ଜମି ବାଡ଼ି ବିକି ଯଦି ଜଣେ କାହା ସାଙ୍ଗେ କଥାବାର୍ତ୍ତା କରି କୌଣସି ପ୍ରକାର ସେ ବେଲ୍ରେ ବାହାରିବ, କେମିତି କ'ଣ ହବ ଚିନ୍ତା କରୁଛନ୍ତି, ହଁ କି ନାହିଁ? ସେ ଆମ ଘର ଭାଇଟା ବୋଲି। ହରେ କୃଷ୍ଣ।
ଆମ ଭାଇଟା ବୋଲି। ତାହେଲେ ଲୋକ ଏଠି ବି ଚିନ୍ତା ସବୁ ତାଙ୍କୁ ସାହାଯ୍ୟ କରିବେ। ମୋର ସାହାଯ୍ୟ ସହାନୁଭୂତି ନାହିଁ। ଯୋଉ ଲୋକଟା ପଛରେ ଥାଏ, ଯୋଉ ଲୋକକୁ ସାରା ଓଡ଼ିଶା ବିରୋଧ କରନ୍ତି, ମୁଁ ସେଇ ଲୋକ ପାଖରେ ଠିଆ ହୁଏ। ପଚାରନ୍ତୁ କାହିଁକି? ପଚାରନ୍ତୁ କାହିଁକି? କାହିଁକି? ଏଇଥିପାଇଁ ଯେ ମୁଁ ଯୋଉଦିନ ବନ୍ଧା ହେଇକିରି ଜେଲକୁ ଯାଉଥିଲି, ହଁ କି ନାଇଁ, ମୋ ସାଙ୍ଗରେ କେହି ନଥିଲେ, ମୋ ସାଙ୍ଗରେ କେବଳ ଥିଲେ ପ୍ରଭୁ ଈଶ୍ୱର। ତେଣୁ ଯେହେତୁ ମୁଁ ବଞ୍ଚିକି ଅଛି, ଆପଣ ଜଗନ୍ନାଥଙ୍କୁ ଡାକୁଛନ୍ତି, ଏତେ ଲୋକ ମୋତେ ଟେଲିଫୋନରେ ଧମକଉଛନ୍ତି, ମାରିଦେବୁ, ଗୁଳି ଫୁଟେଇଦେବୁ, ବମ୍ବ କରିଦେବୁ, ବହୁତ ଲୋକ କହୁଛନ୍ତି। ମୋର ଯଦି ମୃତ୍ୟୁ ଆସିଗଲା, ଆସିଗଲା ଆସିଗଲା। ଯୋଉ ଲୋକଟି ସବୁବେଳେ କୋଉଠି ତଳେ ଥାଏ, ମୁଁ ତା ସାଙ୍ଗରେ ଥାଏ। ମତେ ଟିକେ ହାରିବା ଲୋକଙ୍କ ସାଙ୍ଗେ ଠିଆ ହେବାକୁ ମତେ ଟିକେ ଆନନ୍ଦ ଲାଗେ, ମୁଁ ଟିକେ ଠିଆ ହେଇଥାଏ। ତାହେଲେ ଲାଷ୍ଟକୁ କଣ କହିବେ, ମାନେ ଯୋଉ କଣ ତା ନାଁ? ଲବ ହାସଦା। ଲବ ହାସଦାର ଆକ୍ଚୁଆଲି ପ୍ରକୃତରେ ଆଙ୍କ ଉପରେ କଣ, ମାନେ ଯାହା ଘଟଣା ଦେଖାଯାଉଛି ବର୍ତ୍ତମାନ, ତାଙ୍କ ଉପରେ କିଛି ଆକ୍ସନ ହବ ନା ନାଇଁ ହେଇ ନପାରେ? ଏଇ ଘଟଣାଟା ଗୋଟେ ନର୍ମାଲ ସୁଇସାଇଡରେ ବି ଯାଇପାରିବ। ଶୁଣନ୍ତୁ, ଏଟା ବହୁତ ଚାନ୍ସେସ୍ ଅଛି ନ ହବାର। କାହିଁକି ନା ବର୍ତ୍ତମାନ ଯଦି ଆପଣ ରେକର୍ଡଟା ଦେଖିବେ ତାଙ୍କର, ସେ ଜଣେ ମ୍ୟାରେଡ୍ ଲୋକ, ତାଙ୍କର ଛୁଆ ପିଲା ବି ଅଛନ୍ତି। ଲବ ହାସଦାଙ୍କର ଯାହା ଆମେ ଦେଖୁଛେ ସୋସିଆଲ ମିଡିଆରୁ, ତାଙ୍କର ଛୁଆ ପିଲା ଅଛନ୍ତି ବୋଲି, ଏବଂ ସେ ଜଣେ ମ୍ୟାରେଡ୍ ପର୍ସନ, ପ୍ରଥମ ଜିନିଷ। ଏବଂ ଦ୍ୱିତୀୟ ଜିନିଷ ହଉଛି କଣ ନା, ଗୋଟେ ୟୁଟ୍ୟୁବର ଯିଏ ବି ହଉ, ତା ପ୍ରତି ଝିଅମାନେ ଆଟ୍ରାକ୍ଟ ହବା କିଛି ବଡ଼ ଜିନିଷ ନୁହେଁ। ତା ପ୍ରତି ସେମାନେ ଆଟ୍ରାକ୍ଟ ହେଇଛନ୍ତି ମନେକର, ବୁଝିପାରିଲେ ମୋ କଥା? ତୃତୀୟ ଜିନିଷ ହଉଛି ଯେ ଅନେବଲ ଆପେକ୍ସ କୋର୍ଟ ମଧ୍ୟ କହିଛନ୍ତି, ଆପଣ ଯଦି ଜଣେ ପ୍ରାପ୍ତ ବୟସ୍କ ଏବଂ ଆପଣ ୱେଲ୍ ଏଜୁକେଟେଡ୍, ଆପଣଙ୍କ ଇଚ୍ଛା ଅନୁସାରେ ଆପଣ କାହାକୁ ଆପଣଙ୍କର କଣ ସାଥୀ ବୋଲି, ଜୀବନ ସାଥୀ ନୁହେଁ ତ ବାହା ହେଇ ଚାଲିଛନ୍ତି, ସାଥୀ ବୋଲି ଚୁଜ୍ କରିପାରିବେ। ତେଣୁ ନାଇଁ, ଏଟା ଏକ୍ସଟ୍ରା ଆମେ କହିପାରିବା ନାହିଁ। ଏଟା ହଉଛି ଖାଲି ମାନେ ସାଥୀ। ଆମେ ଆପଣ କଣ ଦେଖିଛନ୍ତି ସେ ତା ସାଙ୍ଗରେ ମ୍ୟାରିଟାଲ ରିଲେସନ ଥିଲା କି ନାହିଁ ବୋଲି ଆମେ କହିଛେ, ଦେଖିଛନ୍ତି ଆପଣ? ମୁଁ ତ ଦେଖିନି, ଆପଣ ଜାଣିଥିବେ, ମୁଁ ଜାଣିନି। ସେମିତି କେମିତି? ଫ୍ରେଣ୍ଡ ଓନ୍ଲି, ଫ୍ରେଣ୍ଡ ଫ୍ରେଣ୍ଡ। ସେ ଫ୍ରେଣ୍ଡ ମାନଙ୍କ ରିଲେସନ ଇଜ ଡିଫରେଣ୍ଟ। ଆପଣ ଯୋଉଟା କହୁଛନ୍ତି, ଯୋଉଟା କୁହାଯାଉଛି ଯେ ତାଙ୍କର ଫିଜିକାଲ ଆଫେୟାର୍ସ ଅଛି, ଆପଣ ଦେଖିଛନ୍ତି ନା ସିଏ କହିଛି? ଆପଣ ଦେଖିଥିବେ, ମୁଁ ଦେଖିନି। ନଥିଲେ ସେ ଝିଅ କାହିଁକି ଲେଖିକି ସୁଇସାଇଡ୍ କରିଥାନ୍ତେ? ସୁଇସାଇଡ୍ କଣ ଦେଖିଛି ଆପଣ? ସେ ସୁଇସାଇଡ୍ ନୋଟଟା ଦେଖିଛନ୍ତି? ମୁଁ ତ ଦେଖିନି। ସେଟା ଦେଖି ସାରିଲା ପରେ ପୋଲିସ ଇନଭେଷ୍ଟିଗେସନ କରିବ। ଇନଭେଷ୍ଟିଗେସନ କଲା ପରେ କିଏ ପ୍ରକୃତ ଦୋଷୀ ଧରା ପଡ଼ିବ। ଏବଂ ମୁଁ ଆପଣଙ୍କର ଯୋଉମାନେ ନ୍ୟୁଜ ଚ୍ୟାନେଲ ଆପଣମାନେ ସବୁ ଆସିଛନ୍ତି, ଆପଣଙ୍କ ମାଧ୍ୟମରେ ହାତ ଯୋଡ଼ିକି, ଏଟା ହାତ ଯୋଡ଼ିକି ଅନୁରୋଧ କରୁଛି, ଆଟଲିଷ୍ଟ ଓଡ଼ିଶାର ଇଏ ହେଉଛି ଓଡ଼ିଶାର ସମ୍ମାନର କଥା। ଓଡ଼ିଶାର ଯେତେବେଳେ ସମ୍ମାନର କଥା, ଓଡ଼ିଶାର ସେ ଗୋଟେ ଭାଇଟେ, ଓଡ଼ିଶାର ଗୋଟେ ପିଲାଟେ, ଓଡ଼ିଶାର ଗୋଟେ ପୁଅଟେ, ସେ କୋଉ ପରିସ୍ଥିତି ଭିତରେ ଅଛି, କୋଉ ପରିବାରରୁ ଯାଇକି କୋଉଠି ଜାଗାରେ ପହଞ୍ଚିଛି, ମାନେ ଆଟଲିଷ୍ଟ ଲ ତ ଯାହା କରିବ ଦେଖାଯିବ, ଲଟା ସମସ୍ତଙ୍କ ପାଇଁ ସମାନ। କିନ୍ତୁ ଏଇ ଯୋଉ ବିପଦ ସମୟରେ ମାନେ ଆଟଲିଷ୍ଟ ତାକୁ ବଦନାମ ନ କରାଯାଉ, ମାନେ ଆଟଲିଷ୍ଟ ଘର ଭିତରେ ବି ତାକୁ କଲବଲ ନ କରାଯାଉ ଯେ ସେ ପିଲାଟା ସେ ବିଦେଶରେ ତା ଜୀବନଟା ହରେଇ ଦେବାକୁ ପଡ଼ୁ। ଏଇ ଜିନିସଟା ମୁଁ ରିକ୍ୱେଷ୍ଟ କରୁଛି ସମସ୍ତଙ୍କୁ, ଯେ ମାନେ ଆଟଲିଷ୍ଟ ତାକୁ ବିପଦ ସମୟରେ ଟିକେ ତାକୁ ଆହା ବୋଲି କହିବା ନିହାତି ଭାବରେ ଦରକାର। କାହିଁକି? ସେ ଆମ ଓଡ଼ିଶାର ପିଲାଟିଏ, ଓଡ଼ିଆ ପିଲାଟିଏ, ଆମ ଜାତିର ପିଲା, ଆମ ଘରର ପିଲା, ଆମ ପରିବାରର ପିଲା। ଯଦି ଭୁଲ କରିଛି, ସବୁ ପ୍ରତ୍ୟେକ ଭୁଲର କ୍ଷମା ଅଛି। ଆମେ ଆଟଲିଷ୍ଟ ଘରେ ତାକୁ ମାନେ ଟର୍ଚର କରିବାନି। ଏଇଟା ହେଉଛି ମୋର ପର୍ସନାଲ ରିକ୍ୱେଷ୍ଟ।